माधव भगवान की आज पवित्र रुक्मिणी हरण एकादशी अवसर में नयागढ़ देवदूत परिषदर समस्त सदस्य को मो तरफ अशेष अशेष धन्यवाद। नीलमाधव परिवार समस्त सदस्य को मो तरफ अशेष अशेष धन्यवाद। आज कार्यक्रम में महाप्रभु कार्यक्रम में सहयोग कर महाप्रभु समस्त को अशेष भक्ति प्रदान करंतु। धर्म की अधर्म का विनाश हो, प्राणियों में सद्भावना हो, विश्व का कल्याण हो। भाईना जय श्री नीलमाधव। जय श्री आज रुक्मिणी विवाह आपण कौन कहे रुक्मिणी विवाह विषय कौन आम बापा कहिया रुक्मिणी भगवान कथा तो कहले माने आम पाखे सेमती किसी कहवा भाया ना किंतु एति कहूँ
ଯେ ବିଶ୍ୱବାସୀଙ୍କର କଲ୍ୟାଣ ପାଇଁ ଏଇ ଯେଉଁ କଥା ସବୁ ପରମ୍ପରା ସବୁ ମହାପ୍ରଭୁ ସୃଷ୍ଟି କରିକି ରଖିଛନ୍ତି ନୀଳାଞ୍ଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟମ ଜଗନ୍ନାଥ ଆୟତନ ମୋର ସଦା ନାମ ସନ୍ତ ଶ୍ରୀ ରାମ ଶରଣ ଦାସଜୀ ମହାରାଜ କିନ୍ତୁ ଏ ତୁଳସୀ ସେବା ଦ୍ୱାରା ସମସ୍ତେ ତୁଳସୀ ବାବା ବୋଲି ମୋତେ ଜାଣନ୍ତି। ମୋତେ ଏଠି ଗୋଟେ ଭାଇଚାରା ମୋର ଜନ୍ମସ୍ଥାନ ପୁରୀ ହେଲେ ମଧ୍ୟ ପୁରୀ 50 ବର୍ଷ ସେବା ଭିତରେ ମୁଁ ବହୁତ ଆନନ୍ଦ ପାଏ ନୀଳମାଧବ ଆସିଲେ। କାହିଁକି ନା ଏ ଯେଉଁ ମାଧବ ଟିଙ୍କୁଆ ଭାଇନା ଏ ସବୁ ସେବକମାନଙ୍କର ବହୁତ ପ୍ରୀତି ମୋ ପ୍ରତି, ଯାହାଦ୍ୱାରା କି ଏ ବାହାଘର ଆଉ ଗୋଟେ ଦେବସ୍ନାନ ପୂର୍ଣ୍ଣମୀ ଏସବୁ କାର୍ଯ୍ୟରେ ମୁଁ ଏଠି ଉପସ୍ଥିତ ହୁଏ ବିଶ୍ୱ କଲ୍ୟାଣ ପାଇଁ କିଛି ମାଳ ଫୁଲ ଧରିକିରି ଆସେ, ତୁଳସୀ ଧରିକିରି ଆସେ। ତେଣୁ ସେବକ ଏବଂ ମାଧବଙ୍କର ସ୍ନେହ ଏବଂ ନୀଳମାଧବଙ୍କର ଅଗାଧ ସ୍ନେହ ଯେଉଁଟାକି ମାଧବ ମୋତେ ଆଣୁଛନ୍ତି ଏଠି। ତେଣୁ ଆଜି ତ ରୁକ୍ମିଣୀ ବିବାହ ଉତ୍ସବ ମହାପ୍ରଭୁ କାଲି ରଜା ହେଲେ, ଆଜି ବିବାହ ଭୋଜି ଭାତ, ତେଣୁ ହଜାର ହଜାର ଲୋକ ଖାଇ ଆନନ୍ଦ ହେଇକିରି ଗୀତ ନାଚ କରି ଆମେ ବି ମଧ୍ୟ ତାଙ୍କ ବାପାଙ୍କର ବରଯାତ୍ରୀ ହେଇକିରି ଆସିଥିଲୁ। ଆସିକିରି ବର୍ତ୍ତମାନ ଆନନ୍ଦ ହୋଇ ମହାପ୍ରଭୁଙ୍କର ସବୁ ଭୋଗରାଗ ପାଇ ବର୍ତ୍ତମାନ ଆଜି ଏକାଦଶୀରେ ଯେହେତୁ କିଛି ପାଉନା କିନ୍ତୁ ମହାପ୍ରଭୁଙ୍କ ବାହାଘର ତ ଯାହା ଯେମିତି ପଣା ପାଣି ପିଇ ବାହୁଡ଼ି ଯାଉଛୁ ବିଶ୍ୱ କଲ୍ୟାଣ ପାଇଁ ଚିନ୍ତା କରି ଏବଂ ଏ ସେବକମାନଙ୍କର ମଙ୍ଗଳ ହେଉ ଏବଂ ମିଡ଼ିଆ ପୁଅମାନଙ୍କର ଜୟ ଜୟକାର ହେଉ। ତୁମେ ଆଜି ଯେଉଁ କାର୍ଯ୍ୟଟି କରିବାକୁ ଆସିଛ ତାହା ତୁମର ପୂର୍ଣ୍ଣାଙ୍ଗ ହେଉ, ତୁମ ସପରିବାର ସୁଖୀ ରୁହନ୍ତୁ, ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚି ଦୁଃଖ ଭାଗ ଭବିଏତମ ଶାନ୍ତି ଶାନ୍ତି ଶାନ୍ତି। ମୁଁ ଆଜି ଆସିବା ଅବସ୍ଥାରେ ନଥିଲି, ମାଧବଙ୍କୁ ଚିନ୍ତା କରି ସୌମ୍ୟଙ୍କୁ କହିଲି ମୁଁ ତ ପୁରୀରୁ 3ଟା ରାତିରୁ ଯାଇ ଖଟି ଖଟି ଆସିଲାଣି, ଆଉ କେମିତି ନୀଳମାଧବଙ୍କ ଜିନିଷ ଯିବ ନା ବାବା ଯିବା। ତାପରେ ବାଘକୁ ଫୋନ୍ କଲି, ଦିଲୁକୁ ଫୋନ୍ କଲି, ସିଲୁକୁ ଫୋନ୍ କଲି, ଏମାନେ ସମସ୍ତଙ୍କର ସାହାଯ୍ୟ ସହାନୁଭୂତିରେ ମାଧବ ମୋତେ ଆଣିଲେ। ମୁଁ ଆଜି ମହା ଆନନ୍ଦ ହୋଇ ମାଳ ଲାଗି କରି ନୀଳମାଧବଙ୍କ ପାଖରେ ମାଧବ ଆଜ୍ଞା ଯେଉଁ ସେବକ ମାଧବ ତାଙ୍କର ଅଛନ୍ତି ନୀଳମାଧବ, ମାଧବ ତାଙ୍କର ଅଛନ୍ତି ସେବକ, ଅତି ପ୍ରିୟ ଏମାନେ ଦୟା ଟିଙ୍କୁଆ ଯେତେ ସେବକ ଅଛନ୍ତି ସେବକ ପ୍ରିୟ ମାଧବ ନା ବାପା। ତୁମେ ଜୀବନରେ ମନେ ରଖିଥ ଯଦି ତୁମେ ଗୋଟେ ଧାମକୁ ଗଲ ଗୋଟେ ମନ୍ଦିରକୁ ଗଲ ତୁମକୁ ସେବକ ଯଦି ହସିକିରି ପଦେ କଥା କହିଲା ତୁମେ ଜାଣିବ ଯେ ସେଇ ଆସ୍ଥାନ ପୁରୁଷ ତୁମକୁ ଆନନ୍ଦ ହେଲେ। ଯଦି ସେବକ ରାଗିଲା ତୁମେ ଜାଣିବ ଆସ୍ଥାନ ପୁରୁଷ ରାଗିଲେ ତୁମର କିଛି ପାପ ଅଛି ବା ତୁମର କିଛି ବିଘ୍ନ ଅଛି, ଆଉ ତାଙ୍କ ରାଗରେ ତୁମର ସେ ବିଘ୍ନ କଟିଯାଏ। ଜୟ ଜଗନ୍ନାଥ, ଜୟ ନୀଳମାଧବ। ମାଧବ ଭାଇନା ନମସ୍କାର, ଜୟ ଶ୍ରୀ ନୀଳମାଧବ। ଜୟ ନୀଳମାଧବ। ବାବା ଆମର ଏବେ କହିଲେ ଯେ ଗତକାଲି ମହାପ୍ରଭୁ ରାଜା ହେଲେ, ଆପଣ କ'ଣ କହିବେ ସେ ବିଷୟରେ? ମହାପ୍ରଭୁ କେମିତି ରାଜା ହେଲେ, କେବେ ରାଜା ହେଲେ, କେଉଁଠି ରାଜା ହେଇଥିଲେ? ସ୍ମରಂ ନବଘନ ଦ୍ୟୁତି ଦିଗଚ ପୁଣ୍ଡରୀକିକ୍ଷଂ ଦରସଃ ସୁଦର୍ଶନಂ ତଦତ ଦୁର୍ତିହୋ ମୁଭ୍ୟଂ ସଦା ଭୂବା କମଳାୟା ପୁନାଂ ସତତ ସେବିତୋ ପାର୍ଶ୍ୱୟୋ ବରା ଭୟଙ୍କରା ଭୁଜା ମାନସୀ ଚିନ୍ତୟୋ ମାଧବ। ମାଧବ ଶବ୍ଦଟି ସଂସାରର ସବୁଠୁ ସହନଶୀଳତାର ତତ୍ତ୍ୱକୁ ବହନ କରୁଥିବା ଶବ୍ଦ। ମହାପ୍ରଭୁଙ୍କର ବିବାହ ଉତ୍ସବ ପ୍ରତିବର୍ଷ ରୁକ୍ମିଣୀ ହରଣ ଏକାଦଶୀରେ ଅନୁଷ୍ଠିତ ହୁଏ, ଆଜି ମଧ୍ୟ ହେଇଛି। ଅତି ଆନନ୍ଦର ସହ ଭଜନ ପ୍ରସାଦ ବିବିଧ ପ୍ରକ୍ରିୟା ଦ୍ୱାରା ଆମେ ଯେମିତି ଯଥା ଦେହେ ତଥା ଦେବେ ସେହି ଲକ୍ଷଣକୁ ଅନୁଶୀଳନ କରି ମହାପ୍ରଭୁଙ୍କ ପ୍ରତି ପ୍ରୀତି ରଖି ବିବାହ ଉତ୍ସବରେ ନିଜକୁ ସାମିଲ କରେଇଲୁ। ମହାପ୍ରଭୁ ଆମ ଉପରେ ବିଶ୍ୱବାସୀ ଉପରେ ମଙ୍ଗଳ କଲ୍ୟାଣ ନିମନ୍ତେ ସେ ଆନନ୍ଦ ପ୍ରାପ୍ତି କରାନ୍ତୁ। ମହାପ୍ରଭୁ ହେଉଛନ୍ତି ବ୍ରହ୍ମାଣ୍ଡର ମାଲିକ, ଜଗତର ନାଥ ଜଗନ୍ନାଥଙ୍କର ଯିଏ ସ୍ରଷ୍ଟା ସିଏ ହେଉଛନ୍ତି ନୀଳମାଧବ। ବ୍ୟୋମତତ୍ତ୍ୱ କହନ୍ତି ନୀଳ ଶବ୍ଦର ବ୍ୟାଖ୍ୟା କରିବା ପାଇଁ ମଣିଷର ଚେତନା ନାହିଁ। ମହାପ୍ରଭୁ ବିବାହ ମହାପ୍ରଭୁଙ୍କର ହେବ, ବାବାର ବିବାହ ହେବ, ଆମେ ପିଲାଗୁଡ଼ା ତା ବିଷୟରେ କ'ଣ କହିବା, ଏତେ କଥା ଆମକୁ ଆସିନି, କିନ୍ତୁ ମହାପ୍ରଭୁ ଏତିକି କଥା ଜାଣିଛୁ। ରୁକ୍ମିଣୀଙ୍କୁ ହରଣ କରିସାରିବା ପରେ ଶିଶୁପାଳର ବୈରୀ ସାଜିଥିଲେ ମହାପ୍ରଭୁ। ଶିଶୁପାଳ ଚେତନା ଏ ସଂସାରରେ ଆଜି ମଧ୍ୟ ଉଜ୍ଜୀବିତ ଅଛି। ଆମେ ତାକୁ ସେଇ ଆକାରରେ ବା ସେଇ ଲକ୍ଷଣ ଦ୍ୱାରା ହିଁ ତାକୁ ନାମକରଣ କରାଯାଇଛି ଶିଶୁପାଳ ବୋଲି। ମହାପ୍ରଭୁଙ୍କର ବିବିଧ ଲୀଳା ରହିଛି, ଯଥା ଦେହେ ତଥା ଦେବେ। ମହାପ୍ରଭୁ ଆମ ଭଳିଆ ସବୁ କିଛି କରନ୍ତି, ମହାପ୍ରଭୁ ଆମରି ସାଥିରେ ଥାଆନ୍ତି, ମହାପ୍ରଭୁ ଆମ ପାଖରେ ଥାଆନ୍ତି। ଭାଗବତିକ ଲୋକ ହେଲେ ଆପଣ ମହାପ୍ରଭୁଙ୍କୁ ପ୍ରାପ୍ତି କରିପାରିବେ। ଯେଉଁ ଲୋକ ଭାଗବତ କରନ୍ତି ସେମାନେ କ'ଣ କରନ୍ତି ନା ଧର୍ମ ଅର୍ଥ କାମ ମୁଖ୍ୟ ଚତୁର୍ବର୍ଗ ତାଙ୍କ ପାଖରେ ପହଞ୍ଚିଯାଏ, କିନ୍ତୁ ଗୋଟିଏ ଜିନିଷ ତାଙ୍କ ପାଖରେ ଅଭାବ, ସେଇ ଲୋକଙ୍କ ପାଖରେ ଯେଉଁମାନେ ଭାଗବତ ତତ୍ତ୍ୱକୁ ବହନ କରନ୍ତି ନାହିଁ ତାଙ୍କ ପାଖରେ ଭାବର ଅଭାବ। ମହାପ୍ରଭୁ ନା ମନ୍ତ୍ରରେ ଭଲ ପାଆନ୍ତି, ନା ତନ୍ତ୍ରରେ ଭଲ ପାଆନ୍ତି, ନା ଯନ୍ତ୍ରରେ ଭଲ ପାଆନ୍ତି, ଗୋଟିଏ ଜିନିଷକୁ ଭଲ ପାଆନ୍ତି, ସେ ହେଉଛି ଭାବ। ଅସଂଖ୍ୟ ଅସୀମିତ ଭାବ ତୁମ ହୃଦୟ ଭିତରେ ଯଦି ସୃଷ୍ଟି ହେବ ମହାପ୍ରଭୁ ତୁମକୁ ନିଶ୍ଚିତ ଆପଣାର କରିବେ। ଆଉ ଏଭଳିଆ ମହାପ୍ରଭୁଙ୍କର ଅନେକ ଉତ୍ସବ, ସେ ଉତ୍ସବରେ ନିଜକୁ ସାମିଲ କରେଇବେ। ସାମିଲ ହୋଇସାରିବା ପରେ
ଯେଉଁ ତତ୍ତ୍ୱଗୁଡ଼ିକ ଆପଣମାନଙ୍କ ପାଖକୁ ଆସେ ସେ ତତ୍ତ୍ୱଗୁଡ଼ିକୁ ଆପଣ ନିଜ ଜୀବନରେ କର୍ମ ରୂପରେ ଯଦି ତାକୁ ପ୍ରତିପାଦିତ କରିବେ ମହାପ୍ରଭୁ ଅନେକ ଆନନ୍ଦ ହେବେ। ନୀଳମାଧବ ଭଗବାନ କି ଜୟ। ଜୟ।